ଆଜିର 10ଟି ଅନୁଚିନ୍ତା। ନମ୍ବର 1, ସ୍ୱାଭିମାନ ସହିତ କେବେ ବି ସମଝୋତା କରିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ କୌଣସି ବି ବ୍ୟକ୍ତିକୁ ନିଜ ସ୍ୱାଭିମାନ ସହିତ କେବେ ବି ସମଝୋତା କରିବା କଥା ଉଚିତ ନୁହେଁ। ବ୍ୟକ୍ତିକୁ ନିଜର ଦୁର୍ବଳତା ଆଉ ଖୁବୀ ଦୁଇଟି ଜିନିଷ ଜାଣିବା ଆବଶ୍ୟକ। ନିଜର ଆଜୀବିକା ଚଳାଇବା ପାଇଁ ତାକୁ ଟଙ୍କା ବି ରୋଜଗାର କରିବା ଉଚିତ, କିନ୍ତୁ ସ୍ୱାଭିମାନ ସହିତ କେବେ ସମଝୋତା କରିବା କଥା ନୁହେଁ। ନମ୍ବର 2, ସତ୍ୟ ମିତ୍ରକୁ କେବେ ନିଜଠୁ ଦୂର ହେବାକୁ ଦେବେନି। ଜୀବନରେ କେବଳ ସଫଳତା କେବଳ ମେହନତରୁ ମିଳିନଥାଏ, ତା ସହିତ ମିତ୍ର ଆଉ ପରିବାର ଲୋକଙ୍କର ବି ବହୁତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଏଥିପାଇଁ ଜୀବନରେ ସତ୍ୟ ବନ୍ଧୁକୁ ଚିହ୍ନନ୍ତୁ ଆଉ ତାକୁ କେବେ ବି ନିଜ ଜୀବନଠୁ ଦୂରକୁ ଯିବାକୁ ଦିଅନ୍ତୁନି। ସତ ମିତ୍ର ଆପଣଙ୍କୁ ଭୁଲ ରାସ୍ତାକୁ ଯିବାକୁ ଅଟକାଇଥାଏ ଆଉ ଠିକ୍ ମାର୍ଗ ଦେଖାଇଥାଏ। ଖରାପ ସମୟରେ ବି ସେ ଆପଣଙ୍କ ସାମ୍ନାରେ ଠିଆ ହୋଇଥାଏ। ନମ୍ବର 3, ସଦାବେଳେ ସମୟ ହିସାବରେ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ। ଚାଣକ୍ୟଙ୍କ ନୀତିରେ କୁହାଯାଇଛି କି ସବୁବେଳେ ସମୟର କଦର କରନ୍ତୁ, କାହିଁକି ନା ଯେଉଁ ଲୋକ ସମୟର କଦର କରେ ନାହିଁ, ସମୟ ବି ତା'ର କଦର କରେ ନାହିଁ ଆଉ ସେ ଜୀବନରେ ବହୁତ ଜିନିଷକୁ ହରାଇଥାଏ। ଆଚାର୍ଯ୍ୟ ଚାଣକ୍ୟର କହିବା କଥା ହେଉଛି କି ସମୟ ହିସାବରେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ ଆଉ ସେହି ଜାଗାରେ ବିଶ୍ୱାସ କରନ୍ତୁ ଯେଉଁଠି ରୋଜଗାରର ପ୍ରୟାସ ସାଧନା ଉପଲବ୍ଧ ହୋଇଥାଏ। ଏମିତି କଲେ ମନୁଷ୍ୟ ଜୀବନରେ କେବେ ହତାଶ ହୋଇନଥାଏ। ନମ୍ବର 4, ବେଇମାନୀ ଆଉ ଛଳ କପଟର ଧନ କମାନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ଜୀବନରେ ସଫଳତା ପାଇବା ପାଇଁ ଧନ କମାଇବା ଜରୁରୀ ଅଟେ, କିନ୍ତୁ ଏହା ସବୁବେଳେ ସଚ୍ଚୋଟ ଭାବରେ କମାଇବା ଉଚିତ। ବେଇମାନୀ ଆଉ ଛଳ କପଟରୁ କମାଇବା ଧନ କାହା ଘରେ ବି ଅଧିକ ଦିନ ପର୍ଯ୍ୟନ୍ତ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ। ରୋଜଗାର କରିବା ସହିତ ଧନ ସଞ୍ଚୟରେ ବି ପୁରା ଧ୍ୟାନ ଦେବା ଦରକାର। ଏହି ସଞ୍ଚୟ ଖରାପ ସମୟରେ ମଣିଷର ସମ୍ବଳ ହୋଇଥାଏ ଆଉ ସେ ସେହି କଠିନ ସମୟରୁ ବାହାରି ପାରିଥାଏ। ନମ୍ବର 5, ବ୍ୟକ୍ତି କେବେ ସିଧା ହେବା କଥା ନୁହେଁ। ଚାଣକ୍ୟ କିଛି ଏହି ପ୍ରକାର ଉଦାହରଣ ଦେଇଛନ୍ତି କି ଜଙ୍ଗଲରେ ଯେଉଁ ଗଛ ସବୁଠୁ ସିଧା ହୋଇଥାଏ ତାକୁ କାଟିବାରେ ସମସ୍ୟା ଆସିନଥାଏ, ସେ ଗଛକୁ ସବୁଠୁ ଆଗ କାଟି ଦିଆଯାଇଥାଏ। ଏଥିପାଇଁ ସିଧା ଜରୁର ବନନ୍ତୁ, କିନ୍ତୁ ଏତେ ବି ନୁହଁ କି ଲୋକେ ଦଳି ଚକଟି ଦେବେ। ନମ୍ବର 6, କ୍ରୋଧ ମୃତ୍ୟୁର ଡାକରା ଦେଇଥାଏ। ଲାଳଚ ଆଉ ଲୋଭ ଦୁଃଖକୁ ଡାକିଥାଏ। ନମ୍ବର 7, ନିଜର ରହସ୍ୟକୁ କାହା ଆଗରେ କହିବା କଥା ନୁହେଁ। ଚାଣକ୍ୟ କହିଥାନ୍ତି କି ଏହି ଅଭ୍ୟାସ ଆପଣଙ୍କୁ ବର୍ବାଦ କରିପାରିବ। ନମ୍ବର 8, ଆମକୁ ଘଟିଯାଇଥିବା କଥାକୁ ଭାବି ଏତେ ଅନୁତାପ କରିବା କଥା ନୁହେଁ, ସେଥିରୁ କିଛି ଶିଖିବା କଥା। କେଉଁ ଭୁଲଟା ମୁଁ କରିଛି ଆଉ ଆଗକୁ ସେ ଭୁଲ କରିବି ନାହିଁ, ତାକୁ ଭାବି ଅନୁତାପ କରି ଚିନ୍ତା କରି ନିଜର ସମୟ ବର୍ବାଦ କରିବା କଥା ନୁହେଁ। ଅତୀତର କଥାକୁ ବାରମ୍ବାର ଭାବି ଦୁଃଖ କରି ଅନୁତାପ କରି ନିଜର ବର୍ତ୍ତମାନକୁ ଖରାପ କରିବା ଆଉ ନିଜର ଭବିଷ୍ୟତ ବି ଅନ୍ଧକାର କରିବା, ତେଣୁକରି ଅନୁତାପ କରିବା କଥା ନୁହେଁ। ନମ୍ବର 9, ମୂର୍ଖ ବ୍ୟକ୍ତି ସହିତ କେବେ ବି ଯୁକ୍ତି କରିବା କଥା ନୁହେଁ। ଜଣେ ବିଦ୍ୟମାନ ବ୍ୟକ୍ତି କେବେ ବି ମୂର୍ଖ ବ୍ୟକ୍ତି ସହିତ ଯୁକ୍ତି କରିନଥାନ୍ତି। ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣ ନିଜର ସମୟ ବର୍ବାଦ କରୁଛନ୍ତି। ନମ୍ବର 10, ନିଜ ଗୁରୁ ସହିତ କେବେ ବି ଯୁକ୍ତି କରିବା କଥା ନୁହେଁ। ଗୁରୁ ସିଏ ହୋଇଥାନ୍ତି ଯିଏ ସବୁବେଳେ ଠିକ୍ ମାର୍ଗ ଦେଖାଇ ଆପଣଙ୍କର ଲକ୍ଷ୍ୟ ଆଡ଼କୁ ନେଇଯାଇଥାନ୍ତି। ଗୁରୁଙ୍କ ବିନା ଆପଣ ଢଙ୍ଗରେ ଜ୍ଞାନ ଅର୍ଜନ କରିପାରନ୍ତି ନାହିଁ, ତେଣୁକରି ସବୁବେଳେ ଗୁରୁକୁ ସମ୍ମାନ ଦିଅନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଏହିପରି ଅନୁଚିନ୍ତା ଶୁଣିବାକୁ ଭଲ ଲାଗୁଛି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ରହିଲି, ଧନ୍ୟବାଦ।